ହ୍ୟାଲୋ ସାଙ୍ଗମାନେ କେମିତି ଅଛନ୍ତି? ଆଶା କରୁଛି ଆପଣମାନେ ଭଲରେ ଥିବେ। ମୁଁ ବି ମଧ୍ୟ ଭଲରେ ଅଛି। ଚାଲନ୍ ଆଜି ଆମେ ବୁଲି ଆସିଛୁ ଗୋଦାଂଶ ୱାଟରଫଲ୍, ଯାହା ଉପସ୍ଥିତ ଅଛି ନୂଆପଡ଼ା ଡିଷ୍ଟ୍ରିକ୍ଟରେ। ଆଉ ବର୍ତ୍ତମାନ ଆମେ ସକାଳ 6ଟାରୁ ବାହାରିଲୁ, ଏଠି ପହଞ୍ଚିବାକୁ ଦିନ 2ଟା ହେଇଗଲା। ଆଉ ବର୍ତ୍ତମାନ ଆପଣମାନଙ୍କୁ ୱାଟରଫଲ୍ ଦେଖାଉଛୁ। ଯେଉଁ ପ୍ରକାର ୱାଟରଫଲ୍ ଆପଣମାନେ ଦେଖିଲେ ଆନନ୍ଦିତ, ଖୁସି ଆଉ ଭରପୁରରେ ଆନନ୍ଦିତ ହେବେ। ଆଉ ବର୍ତ୍ତମାନ ମୁଁ ଅଛି ୱାଟରଫଲ୍ ସାମ୍ନାରେ। ୱାଟରଫଲ୍ ଆପଣମାନେ ଦେଖିପାରୁଛନ୍। ବର୍ତ୍ତମାନ ଲାଗି ୱାଟରଫଲ୍ର ପାଣି ଯେଉଁ ପ୍ରକାର ସୁନ୍ଦର ଭାବରେ ଝରୁଛି, ସୁନ୍ଦର ଭାବରେ ବହୁଛି, ଆପଣମାନେ এই ଦୃଶ୍ୟରେ ଦେଖୁଛନ୍ତି। ଆଉ ଭିଡ଼ିଓଟା ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖି ରହନ୍ତୁ। ଭିଡ଼ିଓଟା ଭଲ ଲାଗିଥିବେ ତାହେଲେ ଲାଇକ୍, କମେଣ୍ଟ, ଆଉ ନୂଆରେ ଯେ ଆସିଥିବେ ସେ ସବସ୍କ୍ରାଇବ୍ କରି ନିଶ୍ଚୟ କମେଣ୍ଟରେ ଲେଖନ୍ତୁ। ଆପଣ ପାଇଁ ଏମିତି ନୂଆ ନୂଆ ୱାଟରଫଲ୍ ଯାକ, ଭଲ ଭଲ ସୁନ୍ଦର ଯାକ ଆପଣମାନଙ୍କୁ ଦେଖାଇବା ଚାହିଁବି। ବହୁତ ବେଳେ ଅନେକ ପର୍ଯ୍ୟଟକ, ଅନେକ ଲୋକ ଆସିକରି ଏପର୍ଯ୍ୟନ୍ତ ଦେଖୁଛନ୍ତି। ଆଉ ଆପଣମାନେ ଦେଖିପାରୁଛନ୍ତି। ଆପଣ ମଧ୍ୟ ଆସିପାରିବେ। ନୂଆପଡ଼ାରୁ ଗୋଟେ 17 କିଲୋମିଟର ଦୂରରେ ସେ ୱାଟରଫଲ୍ଟା ଉପସ୍ଥିତ ଅଛି। ବହୁତ ସୁନ୍ଦର ଭାବରେ ତିଆରି ହେଇଛି। ଆଉ ବହୁତ ସୁନ୍ଦର ଭାବରେ ୱାଟରଫଲ୍, ସେଇ ଜାଗାରେ ଲୋକମାନେ ରହିବା ସୁବିଧା ମଧ୍ୟ ଅଛି। ଲୋକ ପିକନିକ୍ କରିବା ପାଇଁ ସ୍ପଟ୍ ମଧ୍ୟ ବଢ଼ିଆ ଅଛି। ଆଉ ବର୍ଷା ସିଜନ୍ରେ ଏ ୱାଟରଫଲ୍ଟା ବହୁତ ସୁନ୍ଦର ଦିଶେ। ଆଉ ବର୍ଷା ସିଜନ୍ରେ ବର୍ତ୍ତମାନ ଆମେ ଆସୁଛୁ। ବର୍ଷା ଏଠି ଆସିଲୁ, ଚଢ଼ିଲୁ ପାହାଚ ଚଢ଼ିଲା ପରେ ଏମିତି ପାଣି ଯେଉଁଟାକି ଛିଞ୍ଚା ମାରୁଛି, ଆପଣମାନେ ଦେଖିଲେ ମଧ୍ୟ ଏଠି ପୁରା ପାଣି ଉଦ୍ଧାର ରହିଛି। ବଜରଙ୍ଗବାଲି ଯାଏ ବଜରଙ୍ଗବାଲି। ଆଉ ଏଠି ଶିବଙ୍କର ମୂର୍ତ୍ତି, ମାନେ ଯେଉଁଟା ମନ୍ଦିର ବନା ହେଇଛି, ଏଠି ମନ୍ଦିର ଉପର ଚଢ଼ିକରି ମନ୍ଦିର ଅଛି। ମୁଁ ବର୍ତ୍ତମାନ ବୁଟ୍ ପିନ୍ଧିଛି, ସେଥିପାଇଁ ଉପରକୁ ଯାଇପାରୁନି। ଆପଣମାନେ ଆସିଲେ ମଧ୍ୟ ଉପরে ଚଢ଼ିବା ପାଇଁ ଚାହିଁବେ ତାହେଲେ ଏଠି ଚପଲ କିମ୍ବା ଜୋତା ଏଠି ଖୋଲି ଉପରକୁ ଚଢ଼ି ପାରିବେ। ଆଉ ଏଠି ପାଣି ପୁରା ପବନ ସେପଟ ରହୁଛି, ପାଣି ପୁରା ଛିଞ୍ଚା ଏପଟରୁ ପଳାଇ ଆସୁଛି। ଚାଲନ୍ ଆପଣମାନଙ୍କୁ ଟିକେ କିଛି ଦୃଶ୍ୟ ଦେଖାଦେଉଛି। ପାଣିଟା ଉଧା କେମିତି ହେଇଛି। ମୋ କ୍ୟାମେରା ପୁରା ଭିଜି ଯାଇଛି ମଧ୍ୟ ଆପଣମାନଙ୍କୁ ଭିଡ଼ିଓ ସୁଟ୍ କରିକି ଦେଖାଇବା ପାଇଁ ଚାହୁଁଛି। ୱାଟରଫଲ୍ ଯେଉଁଟା ଆମେ ଆପଣ ନେକ୍ସଟ ଆଗ ଭିଡ଼ିଓରେ ଯେଉଁଠି ଦେଖିଥିଲେ, ପତରା ଡ୍ୟାମ୍ରୁ ଯାଇ ବୁଲିକରି ଆମେ ବର୍ତ୍ତମାନ ଆସିଲୁ। ବର୍ତ୍ତମାନ ପତରା ଡ୍ୟାମ୍ରେ ବହୁତ ପ୍ରକାର ଦୃଶ୍ୟ, ବହୁତ ପ୍ରକାର ରହସ୍ୟମୟ ଜିନିଷ ସବୁ ଅଛି, ଆପଣମାନେ ଦେଖିପାରୁଥିବେ। ଆଉ ସେ ରହସ୍ୟମୟ ଦେଖିକରି ମଧ୍ୟ ଆପଣମାନଙ୍କୁ ସେଠୁ ଆଉ ଗୋଟେ 15 କିଲୋମିଟର ଦୂରକୁ ଏଠି ଆମେ ଆସିଲୁ। ବହୁତ ଜଙ୍ଗଲ ଭିତରେ, ପୁରା କାଦୁଅ ରାସ୍ତା। ବର୍ତ୍ତମାନ ଏବେ କିନ୍ତୁ ବର୍ଷା ସିଜନ୍ରେ ଟିକେ କାଦୁଆ ରାସ୍ତା ପଡ଼ୁଛି, ଆଉ ଖରା ସିଜନ୍ରେ ଟିକେ ଭଲ ରହୁଛି। ଆଉ ରାସ୍ତା ଟିକେ ଭଲ ଅଛି, ସେଠି କିଛି ଅସୁବିଧା ନାହିଁ। ବାଇକ୍ ଫାଇକ୍, କାର୍ ଫାର୍ ସବୁ ପାଖରେ ଯାଉଛି। ଆଉ ପାଣି ଫାଣି ସୁବିଧା ସେଠି ପିଇବା ପାଇଁ ସବୁ କିଛି ଅଛି। ଦୋକାନ, ଛୋଟିଆ ଦୋକାନ ଦିଆହେଇଛି। ଛୋଟିଆ ଦୋକାନ ମଧ୍ୟ ସବୁ କିଛି ବିକ୍ରି ହେଉଛି। ଆଉ ବହୁତ ମାନେ ସୁନ୍ଦର ଭାବରେ ୱାଟରଫଲ୍ଟା ଅଛି। ଆଉ ମୁଁ ଶୁଣିଥିଲି ଟିକେ ବର୍ଷା ସିଜନ୍ରେ ଏତିକି ପାଣି ଆସେ, କିନ୍ତୁ ଖରା ସିଜନ୍ରେ ଏଠି ପାଣି ଏତେ ଆସେ ନାହିଁ। କିନ୍ତୁ ପିକନିକ୍ ସ୍ପଟ୍ଟା ବଢ଼ିଆ ସୁନ୍ଦର ଅଛି, ଆଉ ବହୁତ ସୁନ୍ଦର ଭାବରେ ଅଛି, ଆପଣମାନେ ଦେଖୁଛନ୍ତି। ଆଉ ତାର ଉପରେ ବି ଆପଣମାନଙ୍କୁ ନେଇକରି ଦେଖେଇବି। ଆପଣମାନେ ଭିଡ଼ିଓଟା ଶେଷ ପର୍ଯ୍ୟନ୍ତ ଲାଗି ରୁହନ୍ତୁ। ଆଉ ସେ ଉପରକୁ ଗଲାବେଳେ ଉପର କେମିତି ଦିଶୁଛି, ଉପରରୁ କେମିତି ପାଣି ଆସୁଛି, କେମିତି ପଥର ରହିଛି, କେତେ ଦୂରରୁ ପାଣି ଆସୁଛି, ଆପଣମାନେ ଦେଖିବେ। କିନ୍ତୁ ଏଇ ପାଣି ଭିତରେ ବହୁତ ପିଲାମାନେ ଯାଇକରି ମଧ୍ୟ ଗାଧୁଛନ୍ତି, ଗାଧୋଇବା ପାଇଁ ବହୁତ ଗାଧୁଛନ୍ତି। କିନ୍ତୁ ଡେଞ୍ଜର ଅଛି, ଡେଞ୍ଜର ଥାଇକି ମଧ୍ୟ ଲୋକ ଖୁସିରେ ଯାଇକରି ଗାଧୁଛନ୍ତି। ଆପଣମାନେ ଦେଖୁଛନ୍ତି ପାଣି କେତେ ସୁନ୍ଦର ଭାବରେ ନିର୍ମଳ ହେଇକରି ଆସୁଛି। ଆଉ ପୁରା ଜଙ୍ଗଲ, ଏତେ ଜଙ୍ଗଲ, ପୁରା କିଛି 100-200 ଫୁଟ ଖଣ୍ଡେ ହେବ ହାଇଟ୍ରୁ ପାଣି ପଡ଼ୁଛି। କେତେ ଗର୍ଜନ ଆସୁଛି, କେତେ ଆବାଜ ଆସୁଛି, ଆପଣମାନଙ୍କୁ ଦେଖୁଛନ୍ତି। କେତେ ଟୁରିଷ୍ଟ ମାନେ ଆସୁଛନ୍ତି। ଏଇଟା ଛତିଶଗଡ଼ ବର୍ଡ଼ର, କଳାହାଣ୍ଡି ବର୍ଡ଼ର ଆଉ ନୂଆପଡ଼ା, 3ଟା ଡିଷ୍ଟ୍ରିକ୍ଟର ବର୍ଡ଼ରରେ ରହିଛି। ଯେଉଁଟାକି ସୁନାବେଡ଼ା ଅଭୟାରଣ୍ୟ ସନ୍ଧିରେ ରହିଛି। ଏଇଟା ସୁନାବେଡ଼ା ଅଭୟାରଣ୍ୟ ବୋଲି ନାଁରେ ଯାଏ। ଆଉ ବହୁତ ମାନେ ଲୋକ ଦେଖୁଛନ୍ତି, ଭିତରେ ଯାଇ ପିଲାମାନେ ଗାଧୁଛନ୍ତି। ଆଉ ବହୁତ ଲୋକ ଗାଧୁଛନ୍ତି ଭିତରେ ଯାଇ, ବହୁତ ମଜା ମଜଲିସ୍ କରୁଛନ୍ତି, ଟାଇମ୍ ପାସ୍ ବହୁତ ମାନେ ଏନ୍ଜୟ କରୁଛନ୍ତି ବହୁତ ସୁନ୍ଦର ଭାବରେ। ଲୋକ ଏଠି ଫଟୋ ଭିଡ଼ିଓ ବହୁତ ପ୍ରକାର ଫଟୋ କରି ସବୁ ଯାକ କରୁଛନ୍ତି। ଆଉ ଏଠି ଫଟୋଗ୍ରାଫର ମଧ୍ୟ ଅଛି,
ये फोटो ये कर देखु आम जा एठू जाकर ऊपर को जावा ऊपर को चढ़वा ऊपर चढ़ीकार ऊपर दृश्यटा आपको देखेबी ऊपर मध्य घर बनाई फरेस्ट डिपार्टमेंट जोटा कि घर बना लोक रही लोक पिकनिक करने बहुत किसी सुविधा दिखाई आपर जोटा दिखाई से बेरिकेड दिखाई बेरिकेड दिखाई लोक कहीं पिकनिक स्पॉट ना लोक मद फद पी कर जाकर गोटे साइड्रे गला मुड़ फुड़ बुले देला बोले से बेरिकेड दिखाई से आकु लोक जीवे ना बोली बर्तमान आम ऊपर को चढ़ी चढ़ी जाऊँ चलन आपण मान दृश्य देखुचे देखुं पुराणा केते वर्ष पुराणा घर मध्य अच्छी सेमती तैयारी पूरा एत पहाच पहाच आम चढ़ी जाऊँ बहुत पहाच अच्छी बहुत माने ऊंचा अच्छी से ऊंचार पहाच बनाई आम चढ़ी चढ़ी जाऊँ I don't think so. No, 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 no. I don't think so. No, 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 no. It's never, ever, 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 ever gonna happen. I don't think so. No, 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 no. I don't think so. No, 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 no. It's never, ever, 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 ever gonna happen. I don't think so. No, 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 no. Maybe someday you'll have it your way. Maybe someday it'll all work. आम ऊपर पहुँची गलु देख पड़े गाड़ी गोटे ठिया गाड़ी ठिया घर बहुत घर बनाई ऊपर रास्ता अच्छी ऊपर लोक आसुँच ऊपर जो रास्ता अच्छे से जंगल रास्ता अच्छी घर देखुं घर केमती बनाई से ऊपर रास्ता जाक अच्छी किंतु बाइक जावाटा भारी कष्ट कि 4 व्हीलर भी जावाटा भारी कष्ट किंतु लोक आसुँच किंतु बहुत बुलाणिया घाटी आ जंगल रास्ता बहुत रही से आम से पटे आसलु तल आड़े आसलु आ देखु केमती दृश्य लोक जे रास्ता अच्छी गाड़ी जावासवा घर जो सब बनाई ये घर बनाई आए घर एमती बनाई लोक देख केमती रहा सुविधा कौन असुविधा पानी वर्षा लोक ये आसी पिकनिक करवाई बहुत सुंदर भाव घर जाक तैयारी कराई आउ देखुवे पहाड़ केते ऊंचा पहाड़ ऊपर अच्छु आ घंच जंगल पूरा घंच माने सुनावाड़ा अभयारण्य माने अभयारण्य बोले एमती घंच जंगल बाघ भालू माने जितकी जीवजंतु थी से कह जाए अभयारण्य आपण मैंने देखिए पानी केमती होची एपटर पानी देखिपे वाटरफॉल केमती दिसला आपण मैंने ऊपर देखला बेले जानीपारे पहाड़ केमती रही पत्थर जाक केमती पहाड़ दिशी ये देखो ऊपर दिशुना सेटा भाई मुझे दूर ये कली कहीं ना ये खसी फसी गला बेले आउ रक्षा ना जीवन जीवा संगे आउ कि ना एमती हाइट अच्छी केते हाइट अच्छी लोक देखुं तले लोक अच्छे माछी पोक बेले दिशुंट आउे लोक आसुँच ये रोचे पानी फाणी नहीं रोषेईवास कर पिकनिक कर पत्थर केमती पत्थर ऊपर पानी पड़ुची केते हाइट रू तलरू 200 फुट हाइट केमती दिशची से हाइट रू पानी पड़ुची केते ये आ तल को देख तलर लोक मैंने केमती छोट छोट दिशुंट आ पानी ऊपर आसुची गोटे छोटिया नाला गोटे जमी पानी रू आसुची से जमी पानी रू पूरा बही आसुची देखि पारथिबे आ ये बेरिकेड दिया तार दिया लोक मैंने जा आसवा न करूँ आ भितर जाए असुविधा न हूँ बहुत डेंजर अच्छी बोली से बेरिकेड दिखाई देखिपे जंगल पूरा अरण्य जंगल आ जंगल ये पानी बहुची से पानी सेपटे किसी घर तैयारी कराई कहीं वन्य जीवजंतु जाक पशि आसिले बोली फरेस्ट डिपार्टमेंट जाक सब जगिकी रोचंती आ वर्तमान देखुं आम पत्थर जाक केमती दिशची तल पानी केमती दिशची आ वर्तमान आम बुलाबुली करी ऊपर तापर ओल्है कर जाकर आपण मानकु तल दृश्य किसी देखेबी आपण मानकु वीडियो भल लगी ताहले निश्चय लाइक सब्सक्राइब आ कमेंट निश्चय करंतु भाई कमेंट करूना कहीं ना वीडियोटा भल लगुच ना भल लगुनि सेटा कमेंट करंतु कमेंट कले मु आपण पाई वीडियो
ବନେଇବି ନା ବନେଇବି ନାହିଁ ସେ ଦୃଶ୍ୟଟା ଆପଣମାନେ ସେଇ ରହସ୍ୟଟା ମୋତେ ଜଣାଇ ଦିଅନ୍ତୁ। ଆପଣଙ୍କୁ ଭିଡ଼ିଓ ଭଲ ଲାଗୁନଥିବ ତାହେଲେ ଆପଣମାନେ ସ୍କିପ୍ କରି କିନ୍ତୁ ଅନସବସ୍କ୍ରାଇବ୍ କରନ୍ତୁ। ଦେଖନ୍ତୁ କେତେ ଟୁରିଷ୍ଟ ଆସୁଛନ୍ତି ଛତିଶଗଡ଼ ଲୋକ ବହୁତ ଆସୁଛନ୍ତି ଛତିଶଗଡ଼ ଲୋକ ଆଉ ବହୁତ ଆସି ଏଠି ଏନ୍ଜୟ ଉପଭୋଗ କରୁଛନ୍ତି। ଗାଡ଼ି ମଟର ବୋଲେରୋ ଫୋଲେରୋ ବାଇକ୍ ଫାଇକ୍ ଧରିକରି ବହୁତ ଲୋକ ଆସୁଛନ୍ତି କାହିଁକିନା ଛତିଶଗଡ଼ ପାଖ ପଡ଼ୁଛି ଏଠି ନୂଆପଡ଼ା ମଧ୍ୟ ପାଖ ପଡ଼ୁଛି।